ଓଡ଼ିଶାର ପ୍ରାଥମିକ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବର୍ତ୍ତମାନର ମୋହନ ସରକାର। ନିକଟ ଅତୀତରେ 1.5 ଲକ୍ଷ ଶିକ୍ଷକ ନିଯୁକ୍ତିର ସୂଚନା ଦେଇସାରିଥିଲା ବେଳେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ମୋହନ ସରକାର। LMM 360କୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣମାନେ ଆମ ଚ୍ୟାନେଲ ପାଇଁ ନୂଆ ହେଇଥାନ୍ତି ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତେବେ ଆସନ୍ତୁ ଜାଣିବା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସ୍କୁଲ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏକ ସେତୁବନ୍ଧ ଭାବରେ କାର୍ଯ୍ୟ କରୁଥିଲା ତତ୍କାଳୀନ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପରିକଳ୍ପିତ ମୋ ସ୍କୁଲ ଯୋଜନା, ଯାହାଦ୍ୱାରା ସ୍କୁଲର ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ପରିବର୍ତ୍ତନ ମଧ୍ୟ କରାଯାଇପାରୁଥିଲା ସ୍କୁଲରେ, କିନ୍ତୁ ବର୍ତ୍ତମାନର ସରକାର ଦ୍ୱାରା ଏଥିରେ ସାମାନ୍ୟତମ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଦେଖିବା ଏହି ସାମାନ୍ୟତମ ପରିବର୍ତ୍ତନଟି କ'ଣ ରହିଛି ବର୍ତ୍ତମାନର ମୋହନ ସରକାରଙ୍କ ଦ୍ୱାରା। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର ରିଜଲ୍ୟୁସନଟି ଆପଣମାନେ ଦେଖିପାରୁଥିବେ ଏବଂ ଏହି ରିଜଲ୍ୟୁସନରେ ସମ୍ପୂର୍ଣ୍ଣ ଭାବରେ ଲେଖାଯାଇଛି ଯେ ମୋ ସ୍କୁଲ ଯୋଜନାର ଏକ ବିକଳ୍ପ ପନ୍ଥା ଭାବରେ କାର୍ଯ୍ୟ କରିବ ପଞ୍ଚସଖା ଶିକ୍ଷା ସେତୁ ଯୋଜନା। ତେବେ ଆସନ୍ତୁ ଜାଣିବା ଆଜିର ଅଧ୍ୟାୟରେ ଏ ପଞ୍ଚସଖା ସେତୁ ଯୋଜନାଟି କ'ଣ। ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଲାଗୁ ହେବ ଓଡ଼ିଶାରେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ତେବେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ନାମରେ ନାମିତ କରାଯାଇଛି। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ଅଧିକାର, ପାଣ୍ଠି ଏବଂ କର୍ମଚାରୀମାନଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନକୁ ଆଇନଗତ ଭାବରେ ହସ୍ତାନ୍ତର କରାଯିବ। ଏହି ସଂଗଠନର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ। କମିଟିର ପରିଚାଳନା ପାଇଁ ଏକ ବିଧିବଦ୍ଧ କମିଟି ଗଠନ କରାଯିବ। ଶିକ୍ଷାବିତ୍, ଜନପ୍ରତିନିଧି, ବୈଜ୍ଞାନିକ, ପ୍ରତିଷ୍ଠିତ ବ୍ୟକ୍ତି, କ୍ରୀଡ଼ା, ସାହିତ୍ୟ, ସଂସ୍କୃତି ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଜ୍ୟସ୍ତରୀୟ କମିଟିରେ ଅନ୍ତର୍ଭୁକ୍ତ କରାଯିବ। ତେବେ ଜିଲ୍ଲାସ୍ତରୀୟ କମିଟିରେ ଅନ୍ତର୍ଭୁକ୍ତ ରହିବେ ଜିଲ୍ଲାପାଳ ଏବଂ ଜିଲ୍ଲାପାଳ ରହିବେ ମୁଖ୍ୟ। 2ଟି ଉତ୍ସରୁ ପାଣ୍ଠି ଆସିବ। ଦାତା ଏବଂ ସରକାର ଅର୍ଥ ଦେବେ। ଦାତାଙ୍କ 2 ଗୁଣା ଅର୍ଥ ଦେବେ ସରକାର। ଦାତାଙ୍କ ଠାରୁ ସର୍ବାଧିକ 50 ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଗ୍ରହଣ କରାଯାଇପାରିବ। ପରିଷ୍କାର ପରିଚ୍ଛନ୍ନତା ଏବଂ ରକ୍ଷଣାବେକ୍ଷଣ ଏବଂ ନିଯୁକ୍ତି ବ୍ୟବସ୍ଥାରେ ଉକ୍ତ ରାଶି ଖର୍ଚ୍ଚ ହୋଇପାରିବ। ରାଜ୍ୟ ସରକାର ବଦଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୋ ସ୍କୁଲ ଅଭିଯାନ ନାଁ ବଦଳେଇଛି ଏବଂ 2017ରୁ ଚାଲିଥିଲା ଏହି ମୋ ସ୍କୁଲ ଅଭିଯାନ ଯୋଜନା, ଯାହାକୁ ବର୍ତ୍ତମାନ ବିଧିବଦ୍ଧ ଭାବରେ ପଞ୍ଚସଖା ଶିକ୍ଷା ସେତୁ ନାମରେ ନାମିତ କରାଯାଇଛି। ତେବେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋ ସ୍କୁଲ ନାମକୁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଅଭିଯାନ ହେବା ପରେ ବଜେଟରେ 332 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଅର୍ଥ ବଦଳରେ ଦାତା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଦେଇପାରିବେ। ପଞ୍ଚସଖା ଶିକ୍ଷା ସେତୁ ପାଇଁ ଆର୍ଥିକ ଅବଦାନ ଚେକ୍, ୱେବସାଇଟ୍ ଏବଂ ଅନଲାଇନ୍ ମାଧ୍ୟମରେ ସଂଗ୍ରହ କରାଯିବ। ଦାନ ପାଇଁ ଆଧାର ଏବଂ ପାନ୍ ନମ୍ବର ଦେବା ପାଇଁ ପଡ଼ିବ। ପ୍ରବାସୀ ଭାରତୀୟମାନେ ପାସପୋର୍ଟର ବିବରଣୀ ଦେଇ ମଧ୍ୟ ଅର୍ଥ ପ୍ରଦାନ କରିପାରିବେ। ଏକକାଳୀନ 20 ଲକ୍ଷ ଟଙ୍କାରୁ ଅଧିକ ରାଶି ପଇଠ କରିବା ପାଇଁ ହେଲେ ଜିଲ୍ଲାସ୍ତରୀୟ କମିଟିର ପରାମର୍ଶ ନେବା ପାଇଁ ପଡ଼ିବ। ତେବେ 1 ବର୍ଷ ସରିବାର 6 ମାସ ମଧ୍ୟରେ ଗଣଶିକ୍ଷା ବିଭାଗକୁ କମିଟି ରିପୋର୍ଟ ଦେବ।